ଆପଣ କେବେ ଭାବିଛନ୍ତି ଯଦି ଆମ ଓଡ଼ିଶା ଗୋଟେ ମଣିଷ ହେଇଥାନ୍ତା ତେବେ ସିଏ କେମିତି ହେଇଥାନ୍ତା? ସିଏ ବୋଧେ ଆମ କଲୋନୀର ସେ ଯୋଉ ଖାଣ୍ଟି ଓଡ଼ିଆ ମଉସାଙ୍କ ଭଳି ହେଇଥାନ୍ତା, ଯିଏ ଭାରି ଶାନ୍ତ କିନ୍ତୁ ଭାରି ଜିଦଖୋର। ଆମ ସକାଳର ଆରମ୍ଭ କେମିତି ହୁଏ? ଯଦି ଓଡ଼ିଶା ଜଣେ ମଣିଷ ହେଇଥାନ୍ତା, ତା ଦିନ ଆଲାରାମରେ ନୁହେଁ ବରଂ ପଖାଳ କଂସାର ଠକ୍ ଠକ୍ ଶବ୍ଦରେ ଆରମ୍ଭ ହୋଇଥାନ୍ତା। ବାକି ସବୁ ଷ୍ଟେଟ୍ ସକାଳୁ ଜିମ୍ ଯାଏ ପ୍ରୋଟିନ୍ ସେକ୍ ପିଉଥିବେ, ଆଉ ଆମ ଓଡ଼ିଶା ମଉସା ଗଞ୍ଜିଟେ ପିନ୍ଧି ପଖାଳ କଂସାରେ ଦହି ଲୁଣ ଗୋଳଉଥିବେ। କେହି ଯଦି ପଚାରିବେ ମଉସା ଏଇଟା କ'ଣ ବ୍ରେକଫାଷ୍ଟ? ମଉସା କହିବେ ଆରେ ବାବୁ, ଦେହ ଥଣ୍ଡା ରହିବ, ଖାଇଦେ। ଗୋଟେ ଘଣ୍ଟା ଶୋଇପଡ଼ିଲେ ଜୀବନଟା ସାର୍ଥକ ହୋଇଯିବ। ଆଉ ହେଲା ଆମର ମେନ୍ ଟପିକ୍ ହେଉଛି ସବୁଠୁ ରସଗୋଲା ଲଢ଼େଇ। ଓଡ଼ିଶା ସେଇ ଲୋକ ଯାହା ପାଖରେ ଟ୍ୟାଲେଣ୍ଟ ତ ଭରପୁର ଅଛି, କିନ୍ତୁ ସେ ଦେଖେଇ ହେବାକୁ ଭଲ ପାଏନି। ପାଟିରେ ବେଙ୍ଗଲ କହିବ ଆମ ପାଖରେ ରସଗୋଲା ଅଛି। ଓଡ଼ିଶା ତାର ଚୁପଚାପ ଗୋଟେ କଣରେ ଠିଆ ହେଇଥିବ, ତାପରେ ପକେଟରୁ ତାର ବାହାର କରିବ ଜିଆଇ ଟ୍ୟାଗର କାଗଜ, ଆଉ କହିବ ଆଜ୍ଞା ଏଇଟା ଦେଖନ୍ତୁ, ରସଗୋଲା ଆମର, ଆପଣ ଖାଲି ସିରପ ପିଅନ୍ତୁ। ଓଡ଼ିଶା କେବେ ନିଜ ମାଡ଼ଗୋଳ କରେନି, ସେ ଖାଲି କୋର୍ଟରେ କେସ୍ ଜିତିକି ହସେ। ଆଉ ହେଲା ଆମ ଓଡ଼ିଶାର ଲାଇଫଷ୍ଟାଇଲ। ଆମ ଓଡ଼ିଶାର ସବୁଠୁ ପ୍ରିୟ ଶବ୍ଦ ହେଲା ଧୀରେ। ଆପଣ ତାକୁ ଯେତେ ଅର୍ଜେଣ୍ଟ କାମ ଦିଅନ୍ତୁ ସେ କହିବ ହେଇଯିବ ହୋ, ଏତେ ବ୍ୟସ୍ତ କାହିଁ ହେଉଛ, ଟିକେ ଧୀରେ ଧୀରେ କରିବା। ବାତ୍ୟା ଆସିଲେ ବି ଓଡ଼ିଶା ଡରେନି, ସିଏ କହେ ଆସୁ ଆସୁ, ବାତ୍ୟା ତ ଆମ ନିଜ ଲୋକ ଆଉ, ଚୁଡ଼ା ଚିନି ଆଉ ମହମବତୀ ରେଡ଼ି ଅଛି, ବାସ୍ ଏବେ ଝରକା ପାଖରେ ବସି ବର୍ଷା ଦେଖିବା ଆଉ। ବାସ୍ ଖଟି ଆଉ ଜ୍ଞାନ। ଓଡ଼ିଆ ମଉସାଙ୍କୁ ଆପଣ ମଙ୍ଗଳବାର ସକାଳ 11ଟାରେ ଚା ଦୋକାନରେ ପାଇବେ। ଆପଣ ପଚାରିବେ ମଉସା ଅଫିସ୍ ଯାଉନାହାନ୍ତି? ସିଏ କହିବେ ଅଫିସ୍ ଅଛି, କିନ୍ତୁ ଆଲୋଚନାଟା ଜରୁରୀ। ଆମେ ଏଠି ଆମେରିକା ଇକୋନୋମି କେମିତି ସୁଧାରିବ ସେଇଟା ବୁଝୁଛୁ। 5 ଟଙ୍କାର ଚା ପିଇବେ, କିନ୍ତୁ ଜ୍ଞାନ ଦେବେ 500 କୋଟି ଟଙ୍କାର। ମନଟା ସିନା ଗରିବ କିନ୍ତୁ ହୃଦୟ ପୁରା ଧନୀ। ଓଡ଼ିଶା ପାଖରେ ସବୁ ଅଛି, ଖଣି ଅଛି, ସମୁଦ୍ର ଅଛି, ମନ୍ଦିର ଅଛି, କିନ୍ତୁ ଯଦି କିଏ ପଚାରିବ କେମିତି ଅଛ, ସିଏ କହିବ ଚାଲିଛି, ପ୍ରଭୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଦୟା। ସିଏ ହିଁ ସେଇ ଧନୀ ମାରୁଆଡ଼ି ଭଳି ନୁହେଁ ଯିଏ ଦେଖେଇ ହେବ, ସିଏ ହେଉଛି ସେଇ ମଧ୍ୟବିତ୍ତ ବାପା ଯିଏ ପକେଟରେ 1,00,000 ଥିଲେ ବି ଅଟୋବାଲା ସହିତ 2 ଟଙ୍କା ପାଇଁ କଳି କରିବ। ଆଜ୍ଞା ପଇସା ଆମ ଗଛରେ ଫଳୁଛି। ଆଉ ଲାଷ୍ଟକୁ ଏତିକି କହିବି, ଯଦି ଓଡ଼ିଶା ଜଣେ ମଣିଷ ହେଇଥାନ୍ତା, ସିଏ ଆପଣଙ୍କ ସବୁଠୁ ଭଲ ଭଲ ପଡ଼ୋଶୀ ହେଇଥାନ୍ତା। ଆପଣଙ୍କୁ ବିନା କାରଣରେ ଡାଲମା ବାଣ୍ଟିଥାନ୍ତା, ଆଉ ବର୍ଷକୁ 13ଟା ପର୍ବ ନିମନ୍ତ୍ରଣ କରିଥାନ୍ତା। କାରଣ ଓଡ଼ିଶା ପାଇଁ ଜୀବନଟା ଗୋଟେ ଦୌଡ଼ ନୁହେଁ, ଜୀବନଟା ହେଉଛି ଗୋଟେ ପଖାଳ ଖାଇସାରିବା ପରେ ଏକ ଆରାମଦାୟକ ଦ୍ୱିପହର ଶୁଆ। ଆଚ୍ଛା, ଯଦି ଓଡ଼ିଶା ଗୋଟେ ମଣିଷ, ତେବେ ତାର ଭିନ୍ନ ଭିନ୍ନ ଜିଲ୍ଲାମାନେ ତାର ଭିନ୍ନ ଭିନ୍ନ ଗୁଣ ହୋଇଥାନ୍ତେ। ଫାଷ୍ଟ ଆମେ କଥା ହେବା ଗଞ୍ଜାମ ବିଷୟରେ। ସିଏ ଭାରି ହାଇ ଏନର୍ଜି ଗୋଟେ ଫ୍ରେଣ୍ଡ ହେଇଥାନ୍ତା। ଓଡ଼ିଶା ମଣିଷର କନଫିଡେନ୍ସ ହେଉଛି ଗଞ୍ଜାମ। ସିଏ ସେଇ ସାଙ୍ଗ ଯିଏ ଦୁନିଆରେ ଯେକୌଣସି କୋଣରେ ଥାଉ, ତାକୁ ଚିହ୍ନିବା ଭାରି ସହଜ। ଯିଏ ଦୁନିଆର ମାନେ ତାର କଥା କହିବା ଷ୍ଟାଇଲଟା ଦେଖିଲେ ଲାଗିବ ସେ କଳି କରୁଛି, କିନ୍ତୁ ପ୍ରକୃତରେ ସେ ପ୍ରେମରେ ପଚାରୁଥିବ ଆରେ ସଙ୍ଗାତ ଭାତ ଖାଇଲୁ ନା ନାଇଁ କି? ଗଞ୍ଜାମ ହେଉଛି ଓଡ଼ିଶାର ସେଇ ମାସ୍ ସ୍ୱାଗ। ତାପରେ ଆସିଲା ଆମ ସମ୍ବଲପୁର, ସିଏ ହେଉଛି ଆମ କଲଚରାଲ ହାର୍ଟ। ଓଡ଼ିଶା ଷ୍ଟାଇଲ ଆଉ କଳା ହେଉଛି ସମ୍ବଲପୁର। ଯଦି ଓଡ଼ିଶା କୌଣସି ପାର୍ଟିକୁ ଯାଏ, ସେ ସମ୍ବଲପୁରୀ ସାର୍ଟ ପିନ୍ଧିକି ଯିବ। ସମ୍ବଲପୁର ହେଉଛି ସେଇ ରୋମାଣ୍ଟିକ ସାଙ୍ଗ ଯିଏ କଥା କଥାରେ ଗୀତ ଗାଏ ରଙ୍ଗବତୀ ରଙ୍ଗବତୀ, କିନ୍ତୁ ସାବଧାନ, ଯଦି ତାକୁ କେହି ରଗେଇ ଦେଲା ସେ ତାର ସମ୍ବଲପୁରୀ ଭାଷାରେ ଏମିତି ଧୁଲେଇ କରିବ ଯେ ସାମ୍ନା ଲୋକ ଡିକ୍ସନାରୀ ଖୋଜୁଥିବ। ତାପରେ ଆଇଲା ଆମର କଟକ, ଷ୍ଟ୍ରିଟ୍ ସ୍ମାର୍ଟ ଭାଇ ଆମର। କଟକ ହେଉଛି ଓଡ଼ିଶାର ଦହିବରା ଆଳୁଦମ ଖାଇଥିବା ସେଇ ଚାଲାକ ଭାଇ ଯିଏ ସବୁବେଳେ କହିବ ଆବେ ଶୁଣ ମାମୁଁ, ଏଇଟା କଟକ ଚାନ୍ଦିନୀ ଚୌକ ନୁହେଁ କି? ତା ପାଖରେ ଦୁନିଆର ସବୁ ସମସ୍ୟାର ସମାଧାନ ଥିବ। ଯଦି କେଉଁଠି ରାସ୍ତା ବନ୍ଦ ଥିବ, ସେଇ ଗଳି ଭିତର ଦେଇ ଏମିତି ବାହାର କରିଦେବେ ଯେ ଗୁଗୁଲ ମ୍ୟାପ୍ ବି କାନ୍ଦିବ କିଛି ସମୟ ପରେ। ତାପରେ ଆସିଲା ବାଲେଶ୍ୱର, ସିଏ ହେଉଛି ଆମ ଲାଙ୍ଗୁଏଜ ଏକ୍ସପର୍ଟ। ବାଲେଶ୍ୱର ହେଉଛି ଓଡ଼ିଶା ମଣିଷର ସେଇ ଶିକ୍ଷିତ ଆଉ ତୀକ୍ଷ୍ଣ ଗୁଣ। ତାଙ୍କ ଭାଷାରେ ଛ ଥାଏ ଯେ ଲାଗିବ ସିଏ ରାପିଂ କରୁଛି। କ'ଣ କରୁଛ, କୁଆଡ଼େ ଯାଉଛ,
ବାଲେଶ୍ୱରୀ ସାଙ୍ଗ ସହିତ କଥାରେ ଲାଗିବ ଏଇ ଜଣେ ମେସିନ୍ ଗନ୍ ଚଲାଉଛି କିନ୍ତୁ ଭାରି ମିଠା ଶୁଭିବ। ଆଉ ପୁରୀ ହେଉଛି ଆମର ସ୍ପିରିଚୁଆଲ ମାଷ୍ଟର। ପୁରୀ ହେଉଛି ଓଡ଼ିଶା ମଣିଷର ଆତ୍ମା। ସିଏ ସେଇ ବଡ଼ ଦାଣ୍ଡର ମଉସା ଯିଏ ଅଭଡ଼ା ଖାଇକି ଶୋଇଥିବେ, ତାଙ୍କୁ ଦୁନିଆରେ କୌଣସି ଟେନସନ୍ ନାହିଁ। କେହି ଯଦି ଆସି ପଚାରିବ ମଉସା ଏଇ କାମଟା କେବେ ହବ, ସିଏ ଆଖି ବୁଜି କହିବେ ଆରେ ହବ ହଉ, କାଳିଆ ଯେବେ ଚାହିଁବ ସେବେ ହବ, ଏବେ ଟିକେ ନେ ଖଜା ଖା। ତାପରେ ହେଲା ଭଦ୍ରକ। ଭଦ୍ରକ ହେଉଛି ଓଡ଼ିଶାର ସେଇ ଭଦ୍ର ପିଲା, ନା ଭଦ୍ର, ନାଁରେ ଭଦ୍ର କିନ୍ତୁ କାମରେ ଭାରି ଜବରଦସ୍ତ। ସେ ସବୁବେଳେ କହେ ଆରେ ଭାଇ ମାଡ଼ ଗୋଳ କାହିଁକି, ବସିକି ଚୁଡ଼ା ଘଷା ଖାଇବା। ଆଉ ଯାଜପୁର, ସିଏ ହେଉଛି ଆମର ରୟାଲ ପ୍ରାଇଡ଼। ଯାଜପୁର ହେଉଛି ଓଡ଼ିଶାର ମଣିଷର ଆତ୍ମସମ୍ମାନ। ସିଏ ସେଇ ସାଙ୍ଗ ଯାହାର ପୁରୁଣା ଖାନଦାନୀ ଇତିହାସ ଅଛି। ସିଏ ସବୁବେଳେ କହିବ ଆରେ ଆମେ ବିରଜା କ୍ଷେତ୍ରର ପିଲା, ଆମ ପାଖରେ ଯୁଦ୍ଧ ଆଉ ବୁଦ୍ଧ ଦୁଇଟା ଯାକ ଅଛି। ତାକୁ ଯଦି କିଏ ହାଲକା ନିଏ, ସିଏ ତୁରନ୍ତ ତାକୁ ଇତିହାସ ବହି ଖୋଲି ଦେଖେଇଦେବ। ଯାଜପୁରୀ ପିଲାଙ୍କ ସାଙ୍ଗରେ ପଙ୍ଗା ନେବା ମାନେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା। ଆଉ ଅନୁଗୁଳ, ସିଏ ହେଉଛି ପାୱାର ହାଉସ୍। ଅନୁଗୁଳ ଓଡ଼ିଶାର ମଣିଷର ମସଲ ପାୱାର। ସିଏ ସେଇ ବଳୁଆ ସାଙ୍ଗ ଯିଏ ଦିନ ରାତି ଖଟୁଛି। ଦୁନିଆରେ ଯେତେ କୋଇଲା ଆଉ କଳକାରଖାନା ଅଛି ସବୁ ତାରି ପାଖରେ। ସିଏ ସବୁବେଳେ ଗରମ ଥାଏ। ତାକୁ ପଚାରିଲେ କୁହେ ସିଏ ଗରମ ହେବିନି ତ ଆଉ କ'ଣ କରିବି, ସାରା ଦୁନିଆକୁ ବିଜୁଳି ମୁଁ ଦେଉଛି କିନ୍ତୁ ମୋ ନିଜ ଘରେ ଲାଇଟ୍ କଟିଯାଉଛି। ତାପରେ ଆଇଲା ଭୁବନେଶ୍ୱର, ଆମ ସ୍ମାର୍ଟ କିଡ୍। ସିଏ ହେଉଛି ଓଡ଼ିଶାର ବଡ଼ ପୁଅ, ଯିଏ ସହରକୁ ଯେ ଇଂରାଜୀ ଶିଖି ଆସିଛି। ସିଏ ସବୁବେଳେ IT କମ୍ପାନୀ, ମଲ୍, ସ୍ମାର୍ଟ ସିଟି କଥା କୁହେ। କିନ୍ତୁ ଯେତେ ସ୍ମାର୍ଟ ହେଲେ ବି ଅଫିସରୁ ଫେରିଲା ବେଳେ ସିଏ ଦୁର୍ଗା ପୂଜା ଭସାଣିରେ ନାଚିବାକୁ ତାକୁ ଭଲ ଲାଗେ। ସିଏ ଫର୍କରେ ନୁଡଲ୍ସ ଖାଏ କିନ୍ତୁ ଘରେ କେହି ନଥିଲା ବେଳେ ଚୁପକିନା ହାତରେ ପଖାଳ ଖାଇଦିଏ। ତାପରେ ଆସେ ଆମର ମୟୂରଭଞ୍ଜ, ଦ ନେଚର ଲଭର। ମୟୂରଭଞ୍ଜ ହେଉଛି ଓଡ଼ିଶାର ସେଇ ନେଚର ଲଭର ସାଙ୍ଗ। ତାର ଶିମିଳିପାଳ ଅଛି, ତାର ପାହାଡ଼ ଅଛି। ସିଏ ସବୁବେଳେ କହେ ସହରରେ କ'ଣ ଅଛି, ଆମ ଆଡ଼କୁ ଆସ, ଶାଳପତ୍ର ଥାଳିରେ ମାଂସ ଖାଇ ଭାତ ଖୁଆଇବି। ଯିଏ ଜୀବନଟା ସାରା ମନେ ରଖିଥିବ। ଆଉ ହଁ, ସିଏ ଓଡ଼ିଶାର ସେ ସାଙ୍ଗ ଯିଏ ବାଘ ସହିତ ସେଲ୍ଫି ଉଠାଇବାକୁ ବି ଡରେନି। ତାପରେ ଲାଷ୍ଟକୁ ଆସିଲା ଆମର ଢେଙ୍କାନାଳ, ଦ ସୁଇଟ୍ ପ୍ରୋଟେକ୍ଟର। ଆଉ ଯଦି ଓଡ଼ିଶା ମଣିଷ ଜଣେ ମଣିଷ, ତେବେ ତାର ମିଠାପଣ ଆଉ ସାହସ ହେଉଛି ଢେଙ୍କାନାଳ। ଢେଙ୍କାନାଳ ହେଉଛି ସେଇ ସାଙ୍ଗ ଯାହାର ପକେଟରେ ସବୁବେଳେ ବରା ଆଉ ମଗଜ ଲଡ଼ୁ ଥାଏ। ତା ସହିତ କଥା ହେଲେ ପାଟି ମିଠା ମିଠା ଲାଗେ। ସିଏ ପୁରା ଦୁନିଆକୁ କହିବ ଆମ ପାଖକୁ ଆସ, କପିଳାସ ବୁଲେଇବି, ଆଉ ଏମିତି ବରା ଖୁଆଇବି ଯେ ଚଟଣିର ସ୍ୱାଦ ସାରା ଜୀବନ ଭୁଲିବନି। ସିଏ ହେଉଛି ସେଇ ଓଡ଼ିଶାର ସେଇ ବ୍ରେଭ୍ ହାର୍ଟେଡ଼ ଭାଇ, ଯେ ଗର୍ବର ସହିତ କହିବ ଆମେ ବାଜିରାଉତ ମାଟିର ପିଲା, ଆମେ ଡରିବା ଜାଣିନୁ। ଆଉ ଗୋଟେ କଥା, ଢେଙ୍କାନାଳ ହେଉଛି ସେଇ ବଡ଼ ଭାଇ ଯାହା ଉପରେ ହାତୀମାନଙ୍କ ଭାରି ଶ୍ରଦ୍ଧା। ଯଦି କେଉଁଠି ହାତୀ ରାସ୍ତା ଜାମ୍ କରିଦିଅନ୍ତି, ଢେଙ୍କାନାଳ ଭାଇ ଆରାମରେ କହିବ ଆରେ କିଛି ନାହିଁ ଓ, ସିଏ ଆମ ନିଜ ଲୋକ, ଟିକେ ଖଟି କରୁଛି, କିଛି ସମୟ ପରେ ସାଇଡ଼ ଦେଇଦେବନି। ଆଉ ଲାଷ୍ଟକୁ ଏତିକି କହିବି, ଯଦି ଓଡ଼ିଶା ଜଣେ ମଣିଷ ହେଇଥାନ୍ତା, ସିଏ ଆପଣଙ୍କର ସବୁଠୁ ଭଲ ପଡ଼ୋଶୀ ହେଇଥାନ୍ତା। ଆପଣଙ୍କୁ ବିନା କାରଣରେ ଡାଲମା ବାଣ୍ଟିଥାନ୍ତା ଆଉ ବର୍ଷକୁ 13ଟା ପର୍ବ ନିମନ୍ତ୍ରଣ କରିଥାନ୍ତା। କାହିଁକି ନା ଓଡ଼ିଶା ଜଣେ ଏମିତି ମଣିଷ ଯାହା ଭିତରେ ଗଞ୍ଜାମର ଜୋସ୍ ଅଛି, ସମ୍ବଲପୁରର କଳା ଅଛି, କଟକର ଚାଲାକି ଅଛି, ଆଉ ପୁରୀର ଶାନ୍ତି ଅଛି, ଯାଜପୁର ଭଳି ସମ୍ମାନ ଅଛି, ଅନୁଗୁଳ ଭଳି ଦମ୍ ଅଛି, ଭୁବନେଶ୍ୱର ଭଳି ଷ୍ଟାଇଲ୍ ଅଛି, ମୟୂରଭଞ୍ଜ ଭଳିଆ ସରଳତା ଅଛି, ଆଉ ଢେଙ୍କାନାଳ ଭଳିଆ ମିଠାପଣ ଅଛି। ଆଉ ଏମିତି ମଣିଷ କ'ଣ ଦୁନିଆରେ କେଉଁଠି ମିଳିବେ, କେବଳ ଆମ ଓଡ଼ିଶାରେ ମ। ତ କେମିତି ଲାଗିଲା ଭିଡ଼ିଓ ଜଣେଇବ। ଆଉ କେଉଁ ଟପିକ୍ ଉପରେ ଦରକାର ତୁମକୁ ନୂଆ ଭିଡ଼ିଓ ଜଣେଇବ। ଏଇ ଭିଡ଼ିଓରେ କେଉଁଟା ବେଷ୍ଟ ଲାଗିଲା ସବୁଠୁ ସେଇ ପାର୍ଟଟା କମେଣ୍ଟରେ ଲେଖ। ଆଉ ଜୟ ଓଡ଼ିଶା, ଜୟ ଭାରତ। ରହିଲି, ନମସ୍କାର।